Hello friends, welcome to this video. ଏବେ ଆମେ ପୁରା ରେଡି ମୁଁ ପୁରା ରେଡି ହେଇଗଲିଣି ସେପଟ ରୁମରେ ଶୁନି ଆଉ ତାଙ୍କ ଫ୍ୟାମିଲି ବି ପୁରା ରେଡି ହେଇଗଲେଣି ବାହାରିଲୁ ଭାଇଟି ଖାଇଦେଲ गोविंदा 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 जय जय श्री तिरुपति बालाजी महाराज की जय। देखिए बुल्ला जय बालाजी महाराज बुल्ला 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 जय बालाजी महाराज नमो गद्य नमो नमो नेविगेट तिरुमला ବାଟରେ ପୁରା ଗାଡି ଟିକେ ବହୁତ ରସ୍ ଅଛି ଏଇଟା ଦେଖନ୍ତୁ ଏଠି ସବୁ ଗାଡି ଚେକିଂ ଚାଲିଛି ସେଥିପାଇଁ ଆମେ ଟିକେ ଠିଆ ହେଇକି ଫଟୋ ଉଠେଇଦେଲୁ ବହୁତ ସାରା ରସ୍ ଥିଲା ବୋଲି ଏଠି ସବୁ ସ୍କାନ୍ ହଉଛି ବ୍ୟାଗ୍ ଭ୍ୟାନିକ ଲଗେଜ ଯାହା ବି ଥିବ ସବୁ ସ୍କାନ୍ ହବ ଆଉ ଗାଡି ସେମାନେ ଆସିକି ପୁରା ପଛପଟେ ସବୁ ଖୋଲିକି ବି ଦେଖିଲେ କଣ କଣ ସବୁ ଲଗେଜ ତ ଆମେ ନେଇଯାଇଥିଲୁ ସ୍କାନ୍ କରିବା ପାଇଁ ବାକି ଆମର ସେ ଯୋଉ ଯାହା ସବୁ ଥିଲା ମ୍ୟାଟ୍ରେସ୍ ଆଉ କଣ କଣ ଥିଲା ସବୁ ଚେକ୍ କଲେ ଯେ ଆମକୁ ଛାଡ଼ିଲେ ଚେକିଂ କରାଯାଏ ଏଇଠୁ ଏଇ ସାଇଡରୁ ଯୋଉମାନେ ସବୁ ଚାଲି ଚାଲି ଯାଆନ୍ତି ସେମାନେ ଏଇଠୁ ପୁରା ଯାଆନ୍ତି 20 କିଲୋମିଟର ପାହାଡ଼ ଉପରେ ସେମାନେ ଚାଲି ଚାଲି ଯାଆନ୍ତି ଯୋଉଟାକି ୱିଦାଉଟ୍ ଟିକେଟରେ କିନ୍ତୁ ଆମର ଦର୍ଶନ ଟିକେଟ ଆଗରୁ କରାହେଇଥିଲା ତିରୁପତିଙ୍କ ପାଖକୁ ଯିବା ପାଇଁ ସେଠି ମାନେ ଟିକେଟ ତ ମିଳେନି ଯେତେବେଳେ ବି ଟିକେଟ ଓପନ୍ ହୁଏ ସାଙ୍ଗେ ସାଙ୍ଗେ ୱିଦିନ୍ 5 ମିନିଟ୍ସ 10 ମିନିଟ୍ସ ଭିତରେ ଟିକେଟ ସବୁ ସରିଯାଏ ଆମର ଆଗରୁ ଟିକେଟ ବୁକିଂ ଥିଲା ତାର VIP ଟିକେଟଟା 300 ରୁପିଜ୍ ଥାଏ ଏବେ ଆମେ ଯାଉଛୁ ସେଠିକୁ ଆମର ତ ଟିକେଟ ଆମେ 2 ମାସ ପୂର୍ବରୁ କରିଦେଇଥିଲୁ କିନ୍ତୁ ଆମକୁ ସେତେବେଳେ ଟିକେଟ କଲାବେଳେ ସାଙ୍ଗେ ସାଙ୍ଗେ ସେଠି ତିରୁମାଲା ପର୍ବତ ଉପରେ ଥାଏ ରହିବା ପାଇଁ ସବୁ ଭିଜିଟର୍ସ ମାନଙ୍କ ପାଇଁ ତ ସେଟା ବି ବୁକିଂ କରିବାକୁ ପଡ଼େ କିନ୍ତୁ ଦୁର୍ଭାଗ୍ୟବଶତଃ ଆମକୁ ସେଟା ଟିକେଟ ମିଳିନି କାହିଁକିନା ସାଙ୍ଗେ ସାଙ୍ଗେ ଟିକେଟ ସରିଗଲା ତ ଆମେ ରାତିଟା ଷ୍ଟେଇଂ ପାଇଁ କିଛି ଟିକେଟ କରିନୁ ଦେଖିବା ସେଠିକୁ ଗଲା ପରେ ସାଙ୍ଗେ ସାଙ୍ଗେ କ'ଣ ଟିକେଟ ମିଳୁଛି ଦେଖିବା ଏଠି କେବଳ ଏଇ ତିରୁମାଲା ଉପରେ ଆମକୁ ଟିକେଟ ମିଳିଲାନି ବୋଲି ରହିବା ପାଇଁ ଆମର ସବୁ ପ୍ଲାନିଂ ଚେଞ୍ଜ ହେଇଗଲା ଆମେ ନହେଲେ ଟ୍ରେନରେ କିମ୍ବା ଟ୍ରେନ ତ ଟିକେଟ ନଥିଲା ଫିର୍ ବି ଆମେ ୱେଟିଂରେ କିଛି ଟ୍ରାଏ କରିଥାନ୍ତୁ କି କ'ଣ କରିଥାନ୍ତୁ ଆଉ ଆମର ବାକି ସବୁ ଆମେ ହୋଟେଲ ଗୁଡ଼ାକ ବି ସେଥିପାଇଁ ଅନ୍ ଦ ସ୍ପଟ୍ ଆମକୁ କରିବାକୁ ପଡ଼ିଲା ଠିକ୍ ଅଛି କିଛି କଥା ନାହିଁ ଦେଖିବା ଆମେ ବର୍ତ୍ତମାନ ଆମ ଡେଷ୍ଟିନେସନରେ ପହଞ୍ଚିବା ଉପରେ ହେଇଗଲୁଣି ଏଠି ଗୋଟେ ରାତି ଯାହା କରିବେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମହାରାଜ ବାଲାଜୀ ମହାରାଜ ଯାହା କରିବେ ଦେଖାଯାଉ କ'ଣ ହେଉଛି ମାନେ ବହୁତ ଫେମସ୍ ଟେମ୍ପଲ୍ ସେତିକି ଭାଗ୍ୟରେ ଥିଲେ ସେଠି ଯାଇକି ମାନେ ଦର୍ଶନ କରିକି ଆସି ହୁଏ ଆମେ ଯାଉଛୁ ବର୍ତ୍ତମାନ ବହୁତ କଷ୍ଟରେ ବି ଟିକେଟ ଆମକୁ ମିଳିଛି ତ ଆମେ ଏବେ 20 କିଲୋମିଟର ଉପରକୁ ଯିବୁ ଘାଟି ରାସ୍ତା ବାକି ରାସ୍ତା ବଢ଼ିଆ ଅଛି ପୁରା ୱାନ୍ ୱେ ଅଛି ତେଣୁକରି ବିଶେଷ ପ୍ରୋବ୍ଲେମ୍ ହେବନି ବୋଟ୍ ୱେ ଯିବା ପାଇଁ ଆଉ ତା ସହିତ ଦେଖନ୍ତୁ ଆମେ ଉପରୁ କେତେ ଉପରକୁ ତଳୁ କେତେ ଉପରକୁ ବର୍ତ୍ତମାନ ଆସିଲୁଣି ହେରି ସେ ଯେଉଁ ପାହାଡ଼ ଦେଖାଯାଉଛି ଆଗରେ ଆପଣ ଦେଖିପାରିବେ ସେ ଭ୍ୟୁଟା ସେ ପାହାଡ଼ ଉପରେ ଆମ ମନ୍ଦିର ଆମକୁ ସେଇଠିକି ଯିବାର ଅଛି ତା ଭିତରେ ମୁଁ କିଛି ଇମ୍ପୋର୍ଟାଣ୍ଟ କଥା କହୁଛି ତିରୁପତି ବାଲାଜୀଙ୍କ ଉପରେ ଆପଣମାନେ ଟିକେ ଶୁଣନ୍ତୁ ପ୍ରଥମ କଥା ତ ସେଠିକି ଯିବାକୁ ହେଲେ ଆପଣଙ୍କୁ ତିରୁପତିଙ୍କର ନିଜର ଅଫିସିଆଲ ୱେବସାଇଟ୍ ଅଛି ସେଠି ଯାଇକି ଟିକେଟ କରିବାକୁ ପଡ଼ିବ 2 ମାସ 3 ମାସ ପୂର୍ବରୁ ଯଦି ଆପଣ ଟିକେଟରେ ଯାଉଛନ୍ତି ନହେଲେ ଆପଣଙ୍କୁ ଠିଆ ହେଇକି ଯିବାକୁ ପଡ଼ିବ ବହୁତ ବାଟ ମାନେ ଗୋଟେ 12 ଘଣ୍ଟା ଲାଗିବ ୱିଦାଉଟ୍ ଟିକେଟରେ ଗଲେ ଆଉ ଟିକେଟ କରିକି ଗଲେ ମୁଁ ଯେଉଁ ଶୁଣିଛି 4 to 5 hours ଲାଗେ ଦେଖାଯାଉ ଆମକୁ କେତେ ସମୟ ଲାଗୁଛି ଆମେ ଏବେ ଆସିକି ପ୍ରାୟ ପହଞ୍ଚି ଗଲୁଣି ଏଇଠି ତିରୁପତି ଏକ୍ଚୁଆଲି ବିଷ୍ଣୁଙ୍କର ମନ୍ଦିର କଳି ଯୁଗରେ ସେ ଲୋକଙ୍କର ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ଭଗବାନ ବିଷ୍ଣୁ ଏଠି ଜନ୍ମ ହେଇଥିଲେ ଶ୍ରୀନିବାସ ରୂପରେ ବା ଭେଙ୍କଟେଶ୍ୱର ସ୍ୱାମୀ ନାମରେ ତେଣୁ ଏଇ ମନ୍ଦିରକୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ବି କୁହାଯାଏ ଆଉ ଏଠି ଲକ୍ଷ୍ମୀ ବି ଆସିକି ବାସ କରୁଥିଲେ ତେଣୁ ତିରୁପତିଙ୍କୁ ବୋଥ୍ ମେଲ୍ ଆଉ ଫିମେଲ୍ 2 ଜଣଙ୍କ ବେଶରେ ସଜେଇବାର ପରମ୍ପରା ରହିଛି ଏଇଟା ହେଉଛି ଲକ୍ଷ୍ମୀ ଆଉ ନାରାୟଣଙ୍କର ମନ୍ଦିର ମାନେ ଗୋଟିଏ ରୂପରେ 2 ଜଣ ଯାକ ଅଛନ୍ତି ସେ ଭେଙ୍କଟେଶ୍ୱର ସ୍ୱାମୀଙ୍କ ରୂପରେ 2 ଜଣ ଯାକ ଅଛନ୍ତି ଏବେ ଆମେ ଆସିକି ପହଞ୍ଚି ଗଲୁଣି ବର୍ତ୍ତମାନ ଆମେ ଫାଷ୍ଟ ଚୁଟି କାଟିଦେବା ଝିଅର ବର୍ତ୍ତମାନ ଏଠି ଚୁଟି ପକା ହେବ ସେ ଝିଅ ତ ପୁରା ଚୁଟି ପକାଇବା ପାଇଁ ଚୁଟି କାଟିବା ପାଇଁ ସେ ପୁରା ରେଡ଼ି ସେ କେବେ କାନ୍ଦେନି କିନ୍ତୁ ବୁବୁଲା ଟିକେ ବହୁତ କାନ୍ଦୁଛି ଝିଅର ଏବେ କରାହେଉଛି ତାପରେ ତା ବାପା ଚୁଟି ପକାଇବେ ଏଠି
କାମ ସରିଗଲା ପରେ ସେମାନେ ଫ୍ରେଶ୍ ହେଇକି ଆସିବେ, ତାଙ୍କର ଯେଉଁ ଡ୍ରେସ୍ ଅଛି ସେମାନେ ପିନ୍ଧିବେ। ଆମେ ତ ଘରୁ ରେଡ଼ି ହେଇକି ଆସିଥିଲୁ କାରଣ ଆମର ତ ଚୁଟି ଫୁଟି କାଟିବାର ନାହିଁ, ତେଣୁ ଆମେ ପଳେଇ ଆସିଛୁ। ଏବେ ସରିଗଲା। ଦେଖନ୍ତୁ ସାଉଥ୍ ଗେଟ୍ ଅପ୍ରେ ପୁରା ପଳେଇ ଆସିଲେ ବାପ ଝିଅ। ଏଠି ଆମେ ଟିକେ ଫଟୋ ସୁଟ୍ କରିଦେଲୁ। ଏବେ ଆମେ ଯିବୁ ଦର୍ଶନ କରିବା ପାଇଁ, କାରଣ ମନ୍ଦିର ଭିତରେ ତ ମୋବାଇଲ ଆଲାଉ ନାହିଁ। ଏଇଠୁ ମୋବାଇଲ ଷ୍ଟପ୍ ହେଇଗଲା। ପୁଣି ଆମେ ଦର୍ଶନ ସାରିକି ଆସିଲା ପରେ ଆପଣଙ୍କ ସହିତ ଦେଖା ହେବ। ଆମର ଆକ୍ଚୁଆଲି ଦର୍ଶନ ଟାଇମ୍ 6ଟାରେ ଥିଲା, କିନ୍ତୁ ତାଙ୍କର ରୁଲ୍ ଅଛି ତୁମେ ଦର୍ଶନ ଟାଇମ୍ ପୂର୍ବରୁ ଯେତେବେଳେ ପହଞ୍ଚିଲେ ବି ତୁମେ ଯାଇକି ଦର୍ଶନ କରିପାରିବ, କିନ୍ତୁ 6ଟା ମାନେ 6ଟା ପରେ ଆଉ ଭିତରେ ତୁମକୁ ଏଣ୍ଟ୍ରି ନାହିଁ। ତ ଆମେ ଦର୍ଶନ ସାରିକି ପଳେଇ ଆସିଲୁ। ଏବେ ଆମେ ଖାଇବାକୁ ଯାଉଛୁ ଏଠି ପ୍ରସାଦ। ଦର୍ଶନ ଆକ୍ଚୁଆଲି ଭାଇ କେମିତି ଲାଗୁଛି? ବଢ଼ିଆ ଲାଗୁଛି। ବଢ଼ିଆ। ଆମେ ବର୍ତ୍ତମାନ ଖାଇବାକୁ ଯିବୁ, ପ୍ରସାଦ ପାଇବାକୁ ଲାଇନ୍ରେ ଛିଡ଼ା ହେଇଛୁ। ସାର୍ ଆପଣଙ୍କୁ କେମିତି ଲାଗୁଛି? ଭଲ ଲାଗୁଛି ଆଉ, ବସ୍ତୁ ପ୍ରସାଦ ଖାଇବା ପାଇଁ। ଫ୍ରିରେ କୌଣସି ପ୍ରକାର ଏଠି ଆପଣଙ୍କୁ କାହାକୁ ବି ଟଙ୍କାଟେ ପଇସା ଦେବାର ନାହିଁ। ଏଠି ଆମେ ଯାଉଛୁ ବର୍ତ୍ତମାନ ପ୍ରସାଦ ଖାଇବା ପାଇଁ। ଲମ୍ବା ଲାଇନ୍, ଘଣ୍ଟାଏ ୱେଟ୍ କରିବାକୁ ପଡ଼ିଲା। ଘଣ୍ଟାଏ ୱେଟ୍ କଲା ପରେ ଏଇଟା ଆମେ ସେ ପ୍ରସାଦ ହଲ୍ର ଭିତରର ଭ୍ୟୁ, ଏଇଟା ସବୁ ଏମିତି ସବୁ ଚିତ୍ର କରାହେଇଛି ସେ ଭିତରେ, ଲୋକଙ୍କୁ ଟିକେ ଆଟ୍ରାକ୍ସନ୍ କରିବା ପାଇଁ। ବା ଏତେ ସମୟ ଯେଉଁ ଲୋକମାନେ ୱେଟ୍ କରିଥିବେ, ଏସବୁ ଦେଖିଲେ ଟିକେ ତାଙ୍କ ଟାୟାର୍ଡ଼ନେସ୍ଟା କମିଯିବ। ଦେଖନ୍ତୁ ଏଠି ଏମିତି ସିଷ୍ଟମ୍ ଥାଏ କି ଆଗ ମାନେ ପତ୍ର ସବୁ କଦଳୀ ପତ୍ରରେ ଦିଆଯାଏ। ତ କଦଳୀ ପତ୍ରରେ କିଛି ସାଇଡ଼୍ ଆଇଟମ୍ ତାଙ୍କର ସବୁ ଥାଏ, ସେଇଟା ସେମାନେ ବାଢ଼ି ଦେଇଥିବେ। ଆଉ ପୁରା ଖାଲି କଦଳୀ ପତ୍ର ପଡ଼ିଯାଇଥିବ ସବୁଠି। ଆସିବେ ମାନେ ଭକ୍ତମାନେ ଯିଏ ଯେଉଁଠି ବସି ପାରିଲା, ସେମାନେ ବସିଲା ପରେ ଯାଇକିରି ମେନ୍ ଯେଉଁଟା ଅନ୍ନ ଆଉ ତାଙ୍କର ଥାଏ ସାମ୍ବର, ରସମ ଏସବୁ ଦିଆଯାଏ। ଏବେ ଆମେ ସବୁ ଆସିକି ପଶିଗଲୁଣି ଆମ ଜାଗାରେ। ଦେଖନ୍ତୁ କ'ଣ କରୁଛନ୍ତି, ଗୋଟେ ମିଠା ଭାତ ଦେଇଛନ୍ତି, ମାନେ ଗୋଟେ ଯାଉ ଆମେ କହୁଛୁ ଓଡ଼ିଆରେ, ସେଇ ଟାଇପ୍ର ଗୁଡ଼ ପକା। ଆଉ ତା ସହିତ ଗୋଟେ କ'ଣ ଦେଇଥିଲେ, ଗୋଟେ ବେସର ଟାଇପ୍ର ଦେଇଥିଲେ, ଭଲ ଟେଷ୍ଟ ଲାଗୁଥିଲା। ଆଉ ଗୋଟେ ବଡ଼ା, ମାନେ ସେ ଯେଉଁ ଚଣା ବଡ଼ା। ଦେଖନ୍ତୁ ଏମାନେ ସମସ୍ତେ ବହୁତ ସାରା ଏଠି କାମରେ ପୁରା ନିଯୁକ୍ତ ଅଛନ୍ତି। ମାନେ ଏବେ ଅନ୍ନ ଆଉ ରସମ ଆଉ ସାମ୍ବର, ଅନ୍ନ ସହିତ ଫାଷ୍ଟ ସାମ୍ବର ଦେବେ, ତାପରେ ସେକେଣ୍ଡ ଟାଇମ୍ ଅନ୍ନ ସହିତ ରସମ ଦେବେ। 2 ଟାଇମ୍ସ ଦେବେ। 2 ଟାଇମ୍ସ ଭିତରେ ତୁମେ ଯେତେ ଖାଇପାରିବ, ସେମିତି କିଛି ନାହିଁ। ଖିଆପିଆ ସରିଲା। ଏବେ ଟିକେ ଆମର ଫଟୋ ସୁଟ୍ ଚାଲିଛି। ଫଟୋ ଆମେ ଆକ୍ଚୁଆଲି ମନ୍ଦିର ଭିତରକୁ ଫୋନ୍ ନେଇକି ଯାଇପାରିନଥିଲୁ ନା, ତ ସେଥିପାଇଁକା ଆମେ ଟିକେ ଏବେ ବାହାରୁ ଟିକେ ଫଟୋ ଉଠାଇ ଦେଉଛୁ ମେମୋରି ପାଇଁ। ତ ଆମର ଭଲରେ ଭଲରେ ଦର୍ଶନ ହେଇଗଲା। ଯାହା ହଉ, ବହୁତ ଦିନର ଗୋଟେ ଆଶା ଥିଲା, ଗୋଟେ ମାନସିକ ଥିଲା, ସେଟା ଭଗବାନଙ୍କ ଆଶୀର୍ବାଦରୁ ହେଇଗଲା। ବାସ୍ ଏବେ ଆମକୁ ଯିବାର ଅଛି, ରାତିରେ ରହିବା ପାଇଁ କେଉଁଠି ଦେଖିବାର ଅଛି। ତେଣୁ ଆମେମାନେ ଏବେ ଯିବୁ ରୁମ୍ ଖୋଜିବା ପାଇଁ, କେଉଁଠି ହୋଟେଲ୍, ଗେଷ୍ଟ ହାଉସ୍ କି କ'ଣ ଅଛି, ଆମେ ରହିବୁ। କାଲି ସକାଳୁ ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ନୂଆ ଭିଡ଼ିଓରେ। ରହୁଛୁ। ଜୟ ଜଗନ୍ନାଥ।